ଦୁନିଆରେ ବହୁତ ଲୋକ ଗରିବ ଅଛନ୍ତି, ହେଲେ ଗରିବ ହେବା କ'ଣ ଭାଗ୍ୟରେ ଲେଖା ହୋଇଛି? ଯେଉଁମାନେ ଗରିବ ପରିବାରରେ ଜନ୍ମ ହୋଇଛନ୍ତି ସେମାନେ କ'ଣ କେବେ ଧନୀ ହୋଇପାରିବେ ନାହିଁ? ସେମାନେ ସବୁଦିନ କ'ଣ ପର ଘରେ ମୂଲ କରି ଚଳିବେ? ଏହା ହିଁ କେବଳ ତାଙ୍କ ଭାଗ୍ୟରେ ଲେଖା ହୋଇଛି। ଯେଉଁମାନେ ଏହିପରି ଭାବୁଛନ୍ତି, ମୁଁ କହୁଛି ସେମାନେ ଭୁଲ ଭାବୁଛନ୍ତି। ସେମାନେ ଯଦି ବୁଦ୍ଧି ଖଟାଇ ପରିଶ୍ରମ କରନ୍ତି ତେବେ ସେ କାହିଁକି ଦିନ ମଜୁରିଆରୁ ଛୋଟ ମାଲିକଟିଏ ହୋଇପାରିବେ ନାହିଁ? ଯେଉଁ ଲୋକ ସମୟକୁ ବର୍ବାଦ ନ କରି ନିଜ କର୍ତ୍ତବ୍ୟ କରେ ଏବଂ ଜୀବନରେ ଉନ୍ନତି କରିବାକୁ ସବୁବେଳେ ଚେଷ୍ଟା କରେ, ସେ ଜୀବନରେ କିଛି ନା କିଛି ନୂତନ କରିବାରେ ସଫଳ ହୁଏ ନିଶ୍ଚିତ। ଥାମ୍ବନେଲରୁ ପଢ଼ି ଭାବୁଥିବେ ଏସବୁ ମିଛ କଥା। ଯେଉଁ ଦୋକାନରୁ କିଣିବେ ସେହି ଦୋକାନକୁ ବିକ୍ରି କରି 1000ରୁ 1500 ଟଙ୍କା ପ୍ରତିଦିନ ରୋଜଗାର। ଏହା କେମିତି ସମ୍ଭବ ହୋଇପାରିବ? ହଁ ଆଜ୍ଞା, ସମ୍ଭବ। ପୁରା ପ୍ରମାଣ ସହ ଦେଖନ୍ତୁ। ମୁଁ ମିଛ କହୁନାହିଁ। ଯାହା ବି ଶୁଣିବେ ସବୁ ସତ ପ୍ରମାଣ ସହ ଜାଣିବାକୁ ପାଇବେ। ଯେକୌଣସି ହୋଲସେଲ୍ ଗ୍ରୋସରୀ ଦୋକାନକୁ ଯାଆନ୍ତୁ, ସେହି ଦୋକାନରୁ ଏହିସବୁ ସାମଗ୍ରୀ କିଣନ୍ତୁ, ଯେପରି କାଜୁ, କିସମିସ, ଡାଳଚିନି, ଲବଙ୍ଗ, ଏଳଇଚ, ଗୋଲମରିଚ, ଜୁଆଣି, ଲେମ୍ବୁ ଆଚାର, ମିକ୍ସ ଆଚାର, ବାଦାମ ମଞ୍ଜି, ଧଳା ସୋରିଷ, ଗୋଟା ଜିରା, ଗୋଟା ଧଣିଆ, ପାନମହୁରି। ଏହିପରି 15ରୁ 20 ଆଇଟମ୍ କେଜି ଦରିଆରେ କିଣି ନିଅନ୍ତୁ। 1 କେଜିର ଦାମ ହିସାବରେ ଯାହାର ଯେତିକି ଦାମ ହୋଇଥିବ, 9 ଟଙ୍କାରେ କେତେ ଗ୍ରାମ ହେବ ପ୍ରଥମେ ତାକୁ ଭଲ ଭାବରେ ହିସାବ କରନ୍ତୁ ଏବଂ ଦୋକାନରୁ ପିପି ଜରି 3 ଇଞ୍ଚ ସାଇଜର ଏବଂ 4 ଇଞ୍ଚ ସାଇଜର କିଣି ନିଅନ୍ତୁ। ବଜାରରୁ ଗୋଟିଏ ସେଲର ମେସିନ୍ କିଣି ନିଅନ୍ତୁ। 1000 କିମ୍ବା 1200 ଭିତରେ ମିଳିଯିବ। ଯଦି ବଜାରରେ ପାଇପାରିବେ ନାହିଁ ତେବେ ଅନଲାଇନ୍ରୁ ପାଇପାରିବେ। ଏହିସବୁ ଜିନିଷକୁ ଘରକୁ ନେଇଯାଆନ୍ତୁ। ଘରେ ବସି ପ୍ରତ୍ୟେକ ଜିନିଷର 1 କେଜିର ମୂଲ୍ୟ ହିସାବରେ 9 ଟଙ୍କାରେ କେତେ ଗ୍ରାମ ହେବ ସେହି ହିସାବରେ ଛୋଟ ଛୋଟ ପକେଟ୍ ତିଆରି କରନ୍ତୁ। ଗ୍ରାମ ଓଜନ କରିବା ପାଇଁ ଛୋଟ କମ୍ପ୍ୟୁଟର ଦଣ୍ଡି ଅନଲାଇନ୍ରେ ମିଳିଯିବ। 500ରୁ 600 ଟଙ୍କା ଭିତରେ ଗୋଟିଏ ଆଣି ସେଇଥିରେ 9 ଟଙ୍କାରେ କେତେ ଗ୍ରାମ ହେବ ଯେଉଁ ଜିନିଷ ସେହି ହିସାବରେ ଛୋଟ ଛୋଟ ସେହି ପିପି ଜରିରେ ପକେଟ୍ ତିଆରି କରନ୍ତୁ। ଏହିପରି ଯେତିକି ଜିନିଷ ନେଇଥିବେ ସବୁ ଜିନିଷକୁ ଛୋଟ ଛୋଟ ପକେଟ୍ ତିଆରି କରନ୍ତୁ। ବହି ଦୋକାନ, ଯେଉଁଠି ବହି ଖାତା ମିଳେ ସେହିଠାରୁ ହାର୍ଡ଼ ପେପର କିଣି ଆଣନ୍ତୁ ଏବଂ ତାକୁ ଏହିପରି ଲମ୍ବା ଲମ୍ବା ଗୋଟିଏ ସାଇଜରେ କାଟି ଦିଅନ୍ତୁ ଏବଂ ପ୍ରତ୍ୟେକ କାଗଜର ଉପରି ଭାଗରେ ଖଣ୍ଡିଏ ସୂତା ବାନ୍ଧି ଦିଅନ୍ତୁ, ଯେପରି କୌଣସି ଜାଗାରେ ଝୁଲାଇ ହେବ ଏବଂ ସେହି ହାର୍ଡ଼ ପେପରରେ ଖଣ୍ଡିଏ ପେପରରେ 12 ପିସ୍ ସେହି ଛୋଟ ଛୋଟ ପକେଟ୍କୁ ଷ୍ଟପ୍ଲରରେ ଲଗାଇ ଦିଅନ୍ତୁ ଏବଂ ସେହି ହୋଲସେଲ୍ ଦୋକାନରେ ଯାଇ ଦେଖାନ୍ତୁ। ତାଙ୍କୁ କୁହନ୍ତୁ, ଏହିପରି ମୁଁ ପକେଟ୍ ତିଆରି କରୁଛି, ଆପଣ ଦୋକାନରେ ରଖିବେ କି? ଗୋଟିଏ ଫତାରେ 7 ଟଙ୍କା ଲାଭ ରଖି ଦୋକାନୀକୁ ତାର ଦାମ କୁହନ୍ତୁ। ସେଥିରୁ 1 ଟଙ୍କା ପେପରର, ବାକି ଜରି ଖର୍ଚ୍ଚ ଏବଂ ପ୍ରତ୍ୟେକ ଫତାରେ 5 ଟଙ୍କା ଲାଭ ରଖନ୍ତୁ। ଏହିପରି 15 ଆଇଟମର ଫତା ତିଆରି କରନ୍ତୁ। ପ୍ରତ୍ୟେକ ଦିନ ପ୍ରତ୍ୟେକ ଆଇଟମର 15 ଫତା ତିଆରି କରନ୍ତୁ। ତାହେଲେ ଗୋଟିଏ ଆଇଟମରେ 15 ଫତା ଗୁଣନ 5 ଟଙ୍କା, ପ୍ରତି ଫତାରେ 75 ଟଙ୍କା ଗୋଟିଏ ଆଇଟମରୁ ଲାଭ ପାଇପାରିବେ। ଏହିପରି 15 ଆଇଟମ୍ ହେଲା ବେଳକୁ 15 ଗୁଣନ 75 ସମାନ 1125 ଟଙ୍କା ଲାଭ ପାଇବେ କେବଳ ଗ୍ରୋସରୀ ସାମାନରେ। ତା ସହିତ ପୂଜା ଦୋକାନରୁ ସେହିପରି ଆଣିବେ ସିନ୍ଦୁର, ଚେରି, ଖଜୁରୀ, ଗୋକୁଳଦାନା, ସେସବୁ ଜିନିଷ ମଧ୍ୟ ହୋଲସେଲରେ ଆଣି ପକେଟ୍ କରି ସେହି ଦୋକାନୀକୁ ଦିଅନ୍ତୁ। ଯଦି ସେହି ଦୋକାନୀ ନେବ ନାହିଁ ତାହେଲେ ତ ତା ଭାଗ୍ୟ ଖରାପ। ଏହିପରି ପ୍ରତ୍ୟେକ ପକେଟରେ 1 ଟଙ୍କା ଲାଭ ରଖି ପ୍ରତ୍ୟେକ ପୂଜା ଦୋକାନକୁ ଯାଇ ହୋଲସେଲରେ ବିକ୍ରି କରନ୍ତୁ।
ଏବଂ ଯଦି ଗ୍ରୋସରୀ ସାମାନ ହୋଲସେଲ୍ ଦୋକାନୀ ନ ନେଲେ ତେବେ ସାଇକେଲରେ କିମ୍ବା ବାଇକରେ ନିଜେ ଯାଇ ପ୍ରତ୍ୟେକ ଗ୍ରୋସରୀ ଦୋକାନୀକୁ ବିକ୍ରି କରନ୍ତୁ। ପ୍ରତ୍ୟେକ ଦିନ 20ଟି ଦୋକାନୀକୁ ଯିବେ। ଏହିପରି ପ୍ରତ୍ୟେକ ଦିନ ଯାଆନ୍ତୁ, ସପ୍ତାହ ଯାକ ଯାଆନ୍ତୁ, ପୁଣି ପର ସପ୍ତାହରେ ମଧ୍ୟ ଏହିପରି ଯାଆନ୍ତୁ, ପ୍ରତ୍ୟେକ ସପ୍ତାହ ଯାଆନ୍ତୁ। ଆଜ୍ଞା, ପରିଶ୍ରମ ତ କରିବାକୁ ପଡ଼ିବ। ଘରେ ବସି ବସି କେବଳ ମୋବାଇଲ ଦେଖିଲେ ଟଙ୍କା ମିଳିବ ନାହିଁ। ତେଣୁ କହିଲି ପରା, ପରିଶ୍ରମ କରନ୍ତୁ। ଦେଖିବେ ଯେଉଁ ହୋଲସେଲ୍ ଦୋକାନୀ ଆପଣଙ୍କ ଠାରୁ ମାଲ ନେଉନଥିଲା ସେ ଆପଣଙ୍କୁ ଡାକି ଶେଷରେ ଆପଣଙ୍କ ଠାରୁ ମାଲ କିଣିବ। ଆଜି ପାଇଁ ଏତିକି। ଏହିପରି ନୂଆ ନୂଆ ବିଜନେସ୍ ଆଇଡ଼ିଆ ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଗୋଟେ ଲାଇକ୍ କରିଦିଅନ୍ତୁ, ସାଙ୍ଗସାଥିମାନଙ୍କ ପାଖକୁ ସେୟାର କରିବା ପାଇଁ ଭୁଲନ୍ତୁ ନାହିଁ।